देशरे किन्नरଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିସାରିଲାଣି। ସେମାନେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ନିଆରା ଢଙ୍ଗରେ ନିଜର ଜୀବନଶୈଳୀ ଆରମ୍ଭ କରୁଛନ୍ତି। ଏପରିକି ସରକାରୀଠାରୁ ଆରମ୍ଭ କରି ବେସରକାରୀ ପର୍ଯ୍ୟନ୍ତ ସବୁଠି ତାଙ୍କୁ ସ୍ଥାନ ମିଳୁଛି। ସେମିତି ଏକ ଉଦାହରଣ ସୃଷ୍ଟି ହୋଇଛି ବାଂଲାଦେଶରେ। ଦେଖନ୍ତୁ ଏହି ବ୍ୟକ୍ତିତ୍ୱଙ୍କୁ। ନିକଟରେ ବାଂଲାଦେଶରେ ଏମିତି ଏକ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ବିଶ୍ୱ ମହିଳା ଦିବସ ଅବସରରେ ବାଂଲାଦେଶର ଏକ ଟିଭି ଚ୍ୟାନେଲରେ କିନ୍ନର তনসুভা আনান শিশির নিউজ আঙ্কর ভাবে নিউজ পড়িবা আরম্ভ করেছেন। এই বিশেষ দিনের মধ্যাহ্নের বৈশাখী সংবাদ শিরোনামে স্বাগত জানাচ্ছি আমি তনসুভা আনান শিশির। দেশের গণমাধ্যম, বৈশাখী টেলিভিশন এবং আমার জন্য আজ একটি মাইলফলক ছোঁয়ার বিশেষ দিন। দেশে প্রথম একজন ট্রান্সজেন্ডার নারী হিসেবে আমি টেলিভিশনের পেশাদার সংবাদ পাঠে দর্শকদের সামনে হাজির হয়েছি। চিরকালীন অচলায়তন ভেঙে এমন ইতিহাস গড়বার জন্য বৈশাখী টেলিভিশনের প্রতি আপনাদের ভালোবাসা প্রত্যাশা করে শুরু করছি সংবাদ শিরোনাম। তনসুভা বাংলাদেশর প্রথম কিন্নর নিউজ আঙ্কর হয়ে পারিছন্তি। তেবে 3 মিনিটর বুলেটিন পড়ি সারিয়া পরে তনসুভাঙ্ক আখিরে লুহ আসিଯାଇଥିଲା। কারণ কিন্নর ভাবে জনা পড়িয়া পরে সমাজর নিন্দা অপবাদ সহি কিভଳି আজ নিউজ পড়ি পারিছন্তি তাহার কাহানী সে অত্যন্ত ভাব বিহলিত হয়ে প্রকাশ করथिले। ତାଙ୍କର ସହକର୍ମୀମାନେ କରତାଳି କରି ତାଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। 29 ବର୍ଷୀୟ ତନସୁଭା କହିଛନ୍ତି, କିଶୋରାବସ୍ଥାରେ ଯେତେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଅନୁଭବ ହୋଇଥିଲା ସେତେବେଳେ ସେ ଘରେ ଏ ବାବଦରେ କହିଥିଲେ। ଆଉ ଅନେକ ବର୍ଷ ଧରି ସେ ଯୌନ ଶୋଷଣର ଶିକାର ହୋଇଥିଲେ। ପରିବାର ସଦସ୍ୟ ତାଙ୍କୁ ଚୁପ୍ ରହିବାକୁ ବାଧ୍ୟ କରିଥିଲେ। ଆହୁରି ବାପା ମା ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିବା ବେଳେ ମନରେ ଅନେକ ଥର ଆତ୍ମହତ୍ୟା କରିବାକୁ ବି ଭାବନା ଆସିଥିଲା। ପରିବାର ନିର୍ଯାତନା ବଢ଼ିବା ପରେ ସେ ଘର ଛାଡ଼ି ଢାକା ଚାଲି ଆସିଥିଲେ। ଏହାପରେ ସେ ଥିଏଟର କାମ ଆରମ୍ଭ କରିଥିଲେ। ତନସୁଭା ହେଉଛନ୍ତି ଜଣେ ଏକାଧାରେ ପ୍ରତିଭା ସମ୍ପନ୍ନ ମଡେଲ ଏବଂ ଅଭିନେତ୍ରୀ ମଧ୍ୟ। ସେ 2007ରେ ମଡେଲିଂ କରିବା ସହିତ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏଥିସହ ସେ 2ଟି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ସେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଂଲାଦେଶୀ ଚ୍ୟାନେଲରେ ପ୍ରଥମ ଥର ବୁଲେଟିନ୍ ଆଙ୍କରିଂ କରିଥିଲେ। ଏହା ମାଧ୍ୟମରେ ସେ ଏକ ଅଦ୍ଭୁତପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି। 29 ବର୍ଷୀୟ ତନସୁଭା ଜଣେ ଡ୍ୟାନ୍ସର, ମଡେଲ ଏବଂ ଭଏସ୍ ଆର୍ଟିଷ୍ଟ ମଧ୍ୟ। ଜାନୁଆରୀ ମାସରେ ପବ୍ଲିକ୍ ହେଲ୍ଥ ମାଷ୍ଟର ଡିଗ୍ରୀ କରିଥିବା ବେଳେ 2.5 ମାସ ତଳେ ବୈଶାଖୀ ଟିଭିରେ ନ୍ୟୁଜ୍ ଆଙ୍କର ଭାବେ ଅଡିସନ୍ ଦେଇଥିଲେ। ନିର୍ଭୁଲ ଉଚ୍ଚାରଣ ପାଇଁ ତାଙ୍କୁ ଚୟନ କରାଯାଇଥିଲା। ସୂଚନା ଅନୁସାରେ ବାଂଲାଦେଶରେ ପାଖାପାଖି 15 ଲକ୍ଷ କିନ୍ନର ଥିବାବେଳେ ସମାଜରେ ସେଥିରେ ତାଙ୍କୁ ସମ୍ମାନ ମିଳିପାରୁନାହିଁ। ତନସୁଭା ତାଙ୍କର କିନ୍ନର ସମ୍ପ୍ରଦାୟଙ୍କ ପାଇଁ ନିଶ୍ଚିତ ରୂପେ ଏକ ପ୍ରେରଣା ପାଲଟିବେ, ଏଥିରେ ସନ୍ଦେହ ନାହିଁ। ब्यूरो रिपोर्ट, कोणार्क न्यूज।